ପିଲାମାନେ ଏହା ହେଉଛି ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2025। ଶ୍ରେଣୀ ହେଉଛି ପ୍ରଥମ, ବିଷୟ ହେଉଛି ଭାଷା ଓଡ଼ିଆ। ଶିକ୍ଷାର୍ଥୀଙ୍କ ନାମ ଏଇଠି ପିଲାମାନେ ତୁମର ସମ୍ପୂର୍ଣ୍ଣ ନାମ ଲେଖିବ, ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ରୋଲ୍ ନମ୍ବର, ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ବିଭାଗ, ତୁମେ କେଉଁ ବିଭାଗର ଛାତ୍ର ଅଥବା ଛାତ୍ରୀ ଏଇଠି ଲେଖିବ। ତାପରେ ଏଇଠି ଲେଖିବ ତାରିଖ, ତୁମେ ଏଇ ପରୀକ୍ଷା ଯେଉଁ ତାରିଖ ଦିନ ଦେଉଛ, ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ବିଦ୍ୟାଳୟର ନାମ, ସମ୍ପୂର୍ଣ୍ଣ ତୁମର ବିଦ୍ୟାଳୟର ନାମ ଏଇଠି ଲେଖିବ, ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ବ୍ଲକ, ଅର୍ଥାତ୍ ତୁମର କେଉଁ ବ୍ଲକରେ ଅଛି ତୁମର ବିଦ୍ୟାଳୟଟି, ସେହି ବ୍ଲକର ନାମ ଲେଖିବ। ତାପରେ ଏଇଠି ଲେଖିବ ତୁମର ଜିଲ୍ଲା, ତୁମର ବିଦ୍ୟାଳୟଟି କେଉଁ ଜିଲ୍ଲାରେ ଅଛି ଏଇଠି ତୁମେ ଲେଖିବ, ଠିକ୍ ଅଛି। ତାପରେ ଏଇଠି ତୁମର କିଛି ଲେଖିବାର ଆବଶ୍ୟକତା ନାହିଁ, ତୁମର ଶିକ୍ଷକଙ୍କ କାମ ସେ ନେଇଯିଏ ଏଇଠି କରିବେ, ସେ ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି, ଠିକ୍ ଅଛି। ପ୍ରଥମ ପ୍ରଶ୍ନ ଅଛି, ପ୍ରଶ୍ନଟି ଅଛି ପ୍ରତି ପ୍ରଶ୍ନର ମୂଲ୍ୟ ଡାହାଣ ପାଖରେ ଦିଆଯାଇଛି, ଠିକ୍ ଅଛି। ଶ୍ରୁତ ଲିଖନ, ମୌଖିକ ପ୍ରଶ୍ନରେ ବାକ୍ୟ ଦିଆଯାଇଛି, ଠିକ୍ ଅଛି। ପିଲାମାନେ ଶ୍ରୁତ ଲିଖନ, ସାର୍ ତୁମ ସାର୍ ସେ ଡାକିବେ ତୁମେ ଲେଖିବ, ଠିକ୍ ଅଛି। କେଉଁ କେଉଁ ବାକ୍ୟ ଲେଖିବ, ଠିକ୍ ଅଛି, ତାହା ଆମେ ଏଇ ଭିଡ଼ିଓର ଶେଷରେ ଦେଇଛୁ, ଠିକ୍ ଅଛି। ତାହାକୁ ତୁମେ ଦେଖିବ ଏବଂ ଅଭ୍ୟାସ କରିଥିବ। ତୁମେ ପରୀକ୍ଷାରେ ଯାଇ ତୁମ ସାର୍ ଯେତେବେଳେ ଡାକିବେ ତୁମକୁ ତାହା ଲେଖିପାରିବ ନିଃସନ୍ଦେହ, ଠିକ୍ ଅଛି। ସମ୍ପୂର୍ଣ୍ଣ ନିର୍ଭୁଲରେ ମଧ୍ୟ ଲେଖିପାରିବ, ତୁମେ ଦେଖି ଦେଖି ଲେଖିବ, ଅଭ୍ୟାସ କରିଥିବ, ଠିକ୍ ଅଛି। ଏଇ ଭିଡ଼ିଓର ଶେଷରେ ଆମେ ଦେଇଛୁ। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ଚିତ୍ର ଦେଖି ଗପଟିକୁ ଚିନ୍ତା କର, ତଳେ ଥିବା ଶୂନ୍ୟସ୍ଥାନ ପୂରଣ କର। ପିଲାମାନେ ଚିତ୍ରଟିକୁ ଦେଖ ଏବଂ এই ଗପଟି ସମ୍ପୂର୍ଣ୍ଣ କର। ପ୍ରଶ୍ନଟି ଅଛି ଆମେ ସମ୍ପୂର୍ଣ୍ଣ କରିବା। ଗୋଟିଏ ଡେସ୍କ ଉଡ଼ି ଯାଉଥିଲା, କିଏ ଉଡ଼ି ଯାଉଥିଲା? ଚିତ୍ରରେ କେଉଁ ଚିତ୍ରଟି ଅଛି? କାଉ, ଏଇଠି ଲେଖିବ ତୁମେ କାଉ, ଠିକ୍ ଅଛି। ଏଇଠି ଲେଖିବ ତୁମେ କାଉ। ତାପରେ ତାକୁ ଭାରି କ'ଣ ହେଲା? ଶୋଷ ହେଲା, ଠିକ୍ ଅଛି। ଶୋଷ ହେଲା, ଏଠି ତୁମେ ଲେଖିବ ଶୋଷ। ସେ ଚାରିଆଡ଼େ ପାଣି ଖୋଜିଲା, ଏଠି ତୁମେ ଲେଖିବ ପାଣି, ଠିକ୍ ଅଛି। ତାପରେ ସେ ଗଛ ପାଖରେ ଗୋଟିଏ ମାଠିଆ, ଏଠି ଲେଖିବ ତୁମେ ମାଠିଆ, ମାଠିଆ ଥିବାର ଦେଖିଲା। ସେଥିରେ କମ୍ ପାଣି ଥିଲା। କାଉ ପାଖରେ ପଡ଼ିଥିବା ଗୋଡ଼ି, ଏଠି ଲେଖିବ ତୁମେ ଗୋଡ଼ି, ଠିକ୍ ଅଛି। ଗୋଡ଼ି ଆଣି ମାଠିଆରେ ପକାଇଲା, ଫଳରେ ପାଣି ଉପରକୁ ଉଠି ଆସିଲା। କାଉ, ଏଠି ଲେଖିବ ତୁମେ ଖୁସିରେ, ଖୁସିରେ, କିମ୍ବା ତୁମେ ଏଠି ଲେଖିବ ଖୁସିରେ ନ ଲେଖି ତୁମେ ଲେଖିପାରିବ ମନ ଭରି, ମନ ଭରି, ଠିକ୍ ଅଛି। ମନ ଭରି ପାଣି ପିଇ ଉଡ଼ିଗଲା, ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ତଳ ସାରଣୀରୁ କ ଅକ୍ଷରକୁ ଆରମ୍ଭରେ ନେଇ ଯେକୌଣସି ତିନୋଟି ଶବ୍ଦ ଗଠନ ଗଢ଼ ଓ ଖାଲି ଘରେ ଲେଖ, ଠିକ୍ ଅଛି। ଏଇଠି ଅଛି ବିଭିନ୍ନ ମାନେ 9ଟି ଘର ଅଛି, ପ୍ରତ୍ୟେକ ଘରେ ଗୋଟେ ଗୋଟେ ଅକ୍ଷର ଅଛି, କିନ୍ତୁ କରୁ ଆରମ୍ଭ କରି ଲେଖିବେ ପିଲାମାନେ, ଭୁଲ କରିବ ନାହିଁ, ଠିକ୍ ଅଛି। କରୁ ଆରମ୍ଭ କରିବ, କରୁ କ'ଣ ଆରମ୍ଭ କରିବ? କ ପା, କ ପା, ଏହାକୁ ତୁମେ ଲେଖିବ ଏଇ ଘରେ, ଠିକ୍ ଅଛି। ତାପରେ ଲେଖିବ କଠଉ, କଠଉ, ଦେଖ ପିଲାମାନେ କରୁ ଆରମ୍ଭ କରିବା ପାଇଁ ସେ କହିଛି, ଠିକ୍ ଅଛି। କଠଉ। ତାପରେ ତୁମେ ଲେଖିବ କଳ, ତୁମେ ଲେଖିବ, ତୁମେ କଳ ବି ତୁମେ ଲେଖିପାରିବ, ଦେଖ ଏମିତି ଅଛି, ଠିକ୍ ଅଛି। କଳ, ଏଇଠି 3 ଘରେ ଲେଖିବ, ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ଚିତ୍ର ସହ ବାକ୍ୟକୁ ଯୋଡ଼ ଓ ଖାଲି ଘରେ ଲେଖ 6ରୁ 8 ନମ୍ବର ପର୍ଯ୍ୟନ୍ତ, ଠିକ୍ ଅଛି। ହମା ହମା କରେ, କିଏ ହମା ହମା କରେ ପିଲାମାନେ? ଏଇଠି ତୁମେ ଗାଈ ପାଖକୁ ଗାର ଟାଣିବ, ଠିକ୍ ଅଛି। ତାପରେ ମିଆଉ ମିଆଉ କରେ, ଏଇଠି ଲେଖିବ ବିଲେଇ, ଏଇଠୁ ଗାର ଟାଣିବ, ଠିକ୍ ଅଛି। କା କା କରେ, ତୁମେ ଏଇଠୁ ସିଧା କାଉ ପାଖକୁ ଗାର ଟାଣିବ। ତାପରେ ଏମିତି ଲେଖିବ ପିଲାମାନେ। ଗାଈ ହମା ହମା କରେ, ଲେଖିବ ଏଇଠି। ତାପରେ ଗାଈ ହମା ହମା କରେ, ଠିକ୍ ଅଛି। ତାପରେ ମିଆଉ ମିଆଉ କିଏ କରେ? ବିଲେଇ, ବିଲେଇ ମିଆଉ ମିଆଉ କରେ, ଠିକ୍ ଅଛି। ତୁମେ ଲେଖିବ ଏଇଠି। ତାପରେ କା କା, କାଉ କା କା କରେ, ଏଇଠି ଏମିତି ଲେଖିବ ଏଇ ଘରେ, ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି।
ତଳେ ଥିବା ଚିତ୍ରର ନାମ ଖାଲି ଘରେ ଲେଖ। ପ୍ରଶ୍ନ ନମ୍ବର 9 ରୁ 12 ପର୍ଯ୍ୟନ୍ତ। ଠିକ୍ ଅଛି, এই ଚିତ୍ରଟିର ନାମ ଲେଖିବ। ତଳେ ଲେଖିବ କୁକୁଡ଼ା, ଏଇଠି ଲେଖିବ କୁକୁଡ଼ା। ଠିକ୍ ଅଛି, ତାପରେ ଏଇଠି ଲେଖିବ କୁକୁର, କୁକୁର। ଠିକ୍ ଅଛି, ତାପରେ ଏଇଠି ଲେଖିବ ସିଂହ। ଠିକ୍ ଅଛି, ସିଂହ। ତାପରେ ଏଇଠି ଲେଖିବ ମାଙ୍କଡ଼। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ତଳଲିଖିତ ଗପଟିକୁ ପଢ଼ି ପ୍ରଶ୍ନଗୁଡ଼ିକର ଉତ୍ତର ଦେବ। ପ୍ରଶ୍ନ ନମ୍ବର 13 ରୁ 16 ପର୍ଯ୍ୟନ୍ତ। ଠିକ୍ ଅଛି, ବଗର ଦେହ ଭଲ ନଥିଲା, ତାର ସାଙ୍ଗ କାଉ ଆସିଲା, ବଗକୁ ଔଷଧ ଦେଲା, ବଗର ଦେହ ଭଲ ହୋଇଗଲା। ବଗ ପାରାକୁ ଡାକିଲା, 3 ଜଣ ଯାକ ମିଶି ମନ ଖୁସିରେ ଖେଳିଲେ। ତାପରେ ବି ଆସିଲା ପିଲାମାନେ ପ୍ରଶ୍ନ, ପ୍ରଶ୍ନର ଉତ୍ତର ଆମେ ଦେବା। ଠିକ୍ ଅଛି, କାହାର ଦେହ ଭଲ ନଥିଲା? ତୁମେ ଏଠି ଲେଖିବ ବଗର ଦେହ ଭଲ, ଏଠି ଅଛି ପିଲାମାନେ। ଠିକ୍ ଅଛି, ବଗର ଦେହ ଭଲ ନଥିଲା। ତାପରେ ଏଠି ପାରାକୁ କିଏ ଖେଳିବାକୁ ଡାକିଲା? ପାରାକୁ କିଏ ଖେଳିବାକୁ ଡାକିଲା? ବଗ, ବଗ ଡାକିଲା। ଏଠି ତୁମେ ଲେଖିବ ବଗ। ଠିକ୍ ଅଛି, ତାପରେ ବଗକୁ କିଏ ଔଷଧ ଦେଲା? କିଏ ଔଷଧ ଦେଲା? କାଉ। ଏଠି ତୁମେ ଲେଖିବ କାଉ। ଠିକ୍ ଅଛି, ତାପରେ ତୁମେ କେଉଁ ସବୁ ଖେଳ ଖେଳିଥାଅ? ପିଲାମାନେ ଏଇ ପ୍ରଶ୍ନଟି ପୁରା ଏହିପରି ପୁରା ଏମିତି ଅଛି, ପୁରା ସ୍ୱଚ୍ଛନ୍ଦ, ନିଜ ଇଚ୍ଛାରେ ତୁମେ ଲେଖିବ। ତୁମକୁ ଯେଉଁ ଯେଉଁ ଖେଳ ଭଲ ଲାଗେ। ଠିକ୍ ଅଛି, କାହାକୁ କବାଡ଼ି ଭଲ ଲାଗେ, କାହାକୁ କ୍ରିକେଟ୍ ଭଲ ଲାଗେ, କାହାକୁ ଫୁଟବଲ୍ ଖେଳିବାକୁ ଭଲ ଲାଗେ। ତୁମେ ନିଜ ନିଜ ହିସାବରେ ତୁମେ ଏଠି ସବୁ ଲେଖିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଅସଜଡ଼ା ଅକ୍ଷରକୁ ସଜାଡ଼ି ଶବ୍ଦଟିଏ ଲେଖ। ଠିକ୍ ଅଛି, ଏଠି ଲେଖ କୌତୁ ଅଛି, ତୁମେ ଏଠି ଲେଖିବ କୌତୁକ। ଏଇଠି ଲେଖିବ ତୁମେ କୌତୁକ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଲଣ୍ଠନ ଅଛି, ତୁମେ ଲେଖିବ ଲଣ୍ଠନ। ଲଣ୍ଠନ ଅଛି। ଠିକ୍ ଅଛି, ତାପରେ ଖଣିଜ ଅଛି, ତୁମେ ଏଠି ଲେଖିବ ଖଞ୍ଜଣି। ଖଞ୍ଜଣି ଲେଖିବ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ତଳଲିଖିତ ଗୀତଟିକୁ ପଢ଼ି ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ। ପ୍ରଶ୍ନ ନମ୍ବର 20 ରୁ 23 ପର୍ଯ୍ୟନ୍ତ। ଠିକ୍ ଅଛି, ଟିକି ହାତରେ ଲେଖଇ ମୁହିଁ, ଟିକି ପାଦରେ ଚାଲେ, ଟିକି କାନରେ ଶୁଣଇ ମୁହିଁ, ନାଚେ ଗୀତର ତାଳେ। ଠିକ୍ ଅଛି, ତାପରେ ପ୍ରଶ୍ନ ଅଛି, ମୁଁ ଟିକି ପାଦରେ କ'ଣ କରେ? ତୁମେ ଲେଖିବ ମୁଁ ଟିକି ପାଦରେ ଚାଲେ। ମୁଁ ଟିକି ପାଦରେ ଚାଲେ, ଏଠି ଲେଖିବ ଚାଲେ। ଠିକ୍ ଅଛି, ଚାଲେ। ତାପରେ ଅଛି, ତୁମେ କେଉଁଥିରେ ଶୁଣ? କାନ, ଟିକି କାନରେ, ଏଠି ଲେଖିବ ଟିକି କାନରେ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ଗୀତରେ ଥିବା ଟିକି କହିଲେ ଡେସ୍କ ବୁଝାଏ, ସାନ। ଟିକି କହିଲେ ଏଠାରେ ସାନ, ଏହାକୁ ଏହି ଶୂନ୍ୟ ସ୍ଥାନରେ ଲେଖିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ, ତୁମେ ପାଟିରେ କ'ଣ କର? ତୁମେ ପାଟିରେ କ'ଣ କର? ମୁଁ ଖାଏ। ତୁମେ ଏଠି ଲେଖିବ ଖାଏ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ, ଠିକ୍ ଶବ୍ଦ ବାଛି ଖାଲି ସ୍ଥାନ ପୂରଣ କର। ଠିକ୍ ଶବ୍ଦ ବାଛି ଖାଲି ସ୍ଥାନ ପୂରଣ କର। ପ୍ରଶ୍ନ ନମ୍ବର 24 ରୁ 25 ପର୍ଯ୍ୟନ୍ତ। ପୋଖରୀରେ ଡେସ୍କ ଫୁଲ ଫୁଟିଛି। ପୋଖରୀରେ ଡେସ୍କ ଫୁଲ ଫୁଟିଛି। ପୋଖରୀରେ କେଉଁ ଫୁଲ ଫୁଟେ ପିଲାମାନେ? ପଦ୍ମ। ଏହି ପଦ୍ମକୁ ତୁମେ ଶୂନ୍ୟ ସ୍ଥାନରେ ଲେଖିବ। ତାପରେ ଅଛି, ଆମ ବାଡ଼ରେ ଡେସ୍କ ଲତା ମାଡ଼ିଛି। ଆମ ବାଡ଼ରେ ଜହ୍ନି ଲତା ମାଡ଼ି, ଏହି ଶବ୍ଦକୁ ତୁମେ ଏଇଠି ଲେଖିବ। ଠିକ୍ ଅଛି, ପିଲାମାନେ ନିଶ୍ଚୟ ଆମ ଏ ଭିଡ଼ିଓକୁ କମେଣ୍ଟ କରିବ, ଲାଇକ୍ କରିବ ଏବଂ ନିଜ ସାଙ୍ଗମାନଙ୍କ ନିକଟକୁ ସେୟାର କରିବ। ଠିକ୍ ଅଛି, ଧନ୍ୟବାଦ।